ଆର୍.କେ. ବିଶ୍ୱାଳଙ୍କର ଲିଖିତ ପ୍ରସଙ୍ଗ ବିଜ୍ଞାନର କରାମତି। ଆଜିକାଲି ବିଜ୍ଞାନ ଏତେ ଡେଭଲପମେଣ୍ଟ ହେଇଗଲାଣି ଯେ ଆମେ ଯେଉଁ ଜିନିଷକୁ ବ୍ୟବହାର କରୁଛେ ତାହା ବିଜ୍ଞାନକୃତ ଜିନିଷ ହୋଇଥାଏ। ଆପଣମାନେ ଯଦି ପ୍ରକୃତ ମଣିଷ ହୋଇଥାନ୍ତି ତାହେଲେ ଏହି ଭିଡ଼ିଓଟିକୁ ନିଶ୍ଚୟ ଦେଖନ୍ତୁ। ଅଳ୍ପ ଜ୍ଞାନରେ କାହାକୁ କିଛି କୁହନ୍ତୁ ନାହିଁ। ସବୁ ବିଷୟରେ ପ୍ରଥମେ ଜାଣନ୍ତୁ ଓ ପଢ଼ନ୍ତୁ, ତାପରେ ବିରୋଧ କରନ୍ତୁ। ପୁରୁଣା ଯୁଗ ପରି ଅନ୍ୟର କଥାରେ ବିଶ୍ୱାସ କରି ଅନ୍ଧ ପରି ତା ପଛରେ ଜମାରୁ ଯାଆନ୍ତୁ ନାହିଁ। ପ୍ରକୃତି ଆପଣଙ୍କୁ ସବୁ କିଛି ଦେଇଛି ଏବଂ ତାର ସଦୁପଯୋଗ ଆପଣ ହିଁ କରନ୍ତୁ। ଆଜି ମୁଁ ଯାହା କହିବି ଇତିହାସ ଉପରେ ହିଁ କହିବି, ସତ୍ୟ କହିବି, ମନ ଇଚ୍ଛା ଜମାରୁ କହିବି ନାହିଁ। ସେଥିପାଇଁ ଯଦି ପାରିବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଏଥର ଚାଲନ୍ତୁ ଯିବା ପ୍ରସଙ୍ଗ ଉପରକୁ। ଆମର ଶିକ୍ଷା ବ୍ୟବସ୍ଥା କେତେ ତଳ ସ୍ତରରେ ରହିଛି ନିମ୍ନଲିଖିତ ଉଦାହରଣ ଗୁଡ଼ିକ ଦେଖନ୍ତୁ। ଓଷା, ବ୍ରତ, ସଂକ୍ରାନ୍ତି, ପୂଜା ପାର୍ବଣ, ଉପବାସ, ବିଦ୍ୟାରେ ଡିଗ୍ରୀ ହାସଲ କରିଥିବା ମହିଳାମାନଙ୍କ ପାଇଁ ତ ବିଜ୍ଞାନ ବଡ଼ ଶତ୍ରୁ। ମଙ୍ଗଳବାର ରାସ୍ତାରେ ଗାତ ଖୋଳି ପୂଜା କଲେ କ'ଣ ଫାଇଦା ହେବ ପଚାରିଲେ ସେମାନେ କହିଦେବେ। ସନ୍ତୋଷୀ ଓଷା କଲେ କ'ଣ ଫାଇଦା ହେବ ସେ ମଧ୍ୟ ବି କହିଦେବେ। ଗୁରୁବାର ପିତା ଖାଇଲେ, ପୋଡ଼ା ଜିନିଷ ଖାଇଦେଲେ କ'ଣ କ'ଣ କ୍ଷତି ହେବ ସେ କଥା ବି ମଧ୍ୟ କହିଦେବେ। ହେଲେ ସାମାନ୍ୟ ଜ୍ଞାନର କଥା ବର୍ଷା କାହିଁକି ହୁଏ ବୋଲି ପଚାରିଦେଲେ ଏଣେ ତେଣେ ଅନାଇବେ। ସ୍ମାର୍ଟଫୋନ୍ ଧରି ନିଜକୁ ସ୍ମାର୍ଟ ମଡର୍ଣ୍ଣ ବୋଲି କହି ବୁଲୁଥିବା କିଛି ଯୁବକ ଯୁବତୀ ଭଲ ପରୀକ୍ଷା ଫଳ ପାଇଁ ମନ୍ଦିରରେ ଦୀପ ଜାଳିବେ, ଭଣ୍ଡ ବାବାଙ୍କ ପାଖକୁ ଧାଇଁବେ, ହାତରେ ବେକରେ ତାବିଜ ଓ ଡେଉଁରିଆ ବାନ୍ଧିବେ। ସୋମବାର ଗୁରୁବାର ଆଇଁଷ ଖାଇବେନି, ପୁରୁଷମାନେ ଗୁରୁବାର ଦିନ ଦାଢ଼ି କାଟିବେନି। ଏଭଳି ଅବାସ୍ତବ ଆସ୍ଥା ବିଶ୍ୱାସକୁ ଜାବୁଡ଼ି ଧରି କେହି କ'ଣ ଜୀବନରେ ଆଗକୁ ବଢ଼ିପାରିଛି? ଅନ୍ଧବିଶ୍ୱାସ ନୁହେଁ, କେବଳ ବିଜ୍ଞାନକୁ ହିଁ ଆମକୁ ଆଗକୁ ବଢ଼ିବାରେ ସାହାଯ୍ୟ କରି ଆସିଛି। ସମାଜ ପ୍ରତି ବିଜ୍ଞାନର ଅବଦାନ କେତେ ତାହା ଆଜି କାହାକୁ ବୁଝାଇବା ଆବଶ୍ୟକ ନାହିଁ। ବିଜ୍ଞାନ ବଳରେ କେତେ ଅସମ୍ଭବ ସମ୍ଭବରେ ପରିଣତ ହେଉଛି ତାହାର ତାଲିକା ଦେବା ବି ଅନାବଶ୍ୟକ। ଥରେ ଚିନ୍ତା କରନ୍ତୁ, ଆଗୁଆ ସୂଚନା ମିଳିନଥିଲେ ଫନି ପ୍ରଳୟରେ କେତେ ଲୋକଙ୍କ ଜୀବନ ଯାଇଥାନ୍ତା। କେବଳ ବିଜ୍ଞାନ ପାଇଁ ହଜାର ହଜାର ଲୋକଙ୍କର ଜୀବନ ରକ୍ଷା ପାଇଗଲା। ବିଜ୍ଞାନ ମଣିଷର ଜୀବନ ବଞ୍ଚାଇବାର ସାମର୍ଥ୍ୟ ରଖିଛି, ଦୁନିଆକୁ ସୁରକ୍ଷିତ ରଖିବାର ସାମର୍ଥ୍ୟ ରଖି ଆସିଛି ମଧ୍ୟ। ଜ୍ୟୋତିଷଟିଏ ତାର ଠାଉରିଆ ବିଦ୍ୟା ବଳରେ ନିଜ ଜୀବନକୁ ସୁରକ୍ଷିତ ରଖିବା ଚେଷ୍ଟା ଚଳାଇଥିଲା ବେଳେ ବିଜ୍ଞାନ ବିଦ୍ୟା ଅନ୍ୟର ଜୀବନକୁ ବିକଶିତ କରିବାର ପ୍ରୟାସ କରି ଆସିଛି। କୋଉ ଜ୍ୟୋତିଷ କହିପାରିବ କି ପୁଣି ବାତ୍ୟା କେବେ ଆସିବ? ବାତ୍ୟା ଆସିବ ବୋଲି କୋଉ ଠାକୁର ସ୍ୱପ୍ନାଦେଶ କରି କହିପାରିବେ କି? ପ୍ରାକୃତିକ ବିପର୍ଯ୍ୟୟ ଗୁଡ଼ିକରୁ ମଣିଷ ଆଜି ଯେତିକି ବି ସୁରକ୍ଷିତ ରହିପାରିଛି ତାହାର ଶ୍ରେୟ କେବଳ ବିଜ୍ଞାନକୁ ହିଁ ଯିବ। ହେଲେ ଅଧିକାଂଶ ଲୋକ ବିଜ୍ଞାନ ଠାରୁ ବହୁତ ଦୂରରେ। ସେମାନେ କୁସଂସ୍କାର, ଅନ୍ଧବିଶ୍ୱାସ, ଅବାସ୍ତବ କଥାରେ ଏତେ ମଜି ରହିଛନ୍ତି ଯେ ବିଜ୍ଞାନର ଭାଷା ବୁଝିବାକୁ ସେମାନଙ୍କ ପାଖରେ ମତି ନାହିଁ। ସମୁଦ୍ରରେ ଘୂର୍ଣ୍ଣିଝଡ଼ କାହିଁକି ଓ କିପରି ସୃଷ୍ଟି ହୁଏ ସେମାନେ କେବେ ବି କହିପାରିବେ ନାହିଁ। ହେଲେ ପାପୀଙ୍କୁ ଶାସ୍ତି ଦେବାକୁ ଠାକୁର ବାତ୍ୟା ସୃଷ୍ଟି କଲେ ବୋଲି କହିବାକୁ ହେଳା କରିବେ ନାହିଁ। ସାମୁଦ୍ରିକ ବାତ୍ୟା ଯୋଗୁଁ କାହିଁକି ବର୍ଷା ହୁଏ, କାହିଁକି ଶହ ଶହ କିଲୋମିଟର ବେଗରେ ପବନ ବହେ, ଏହା ପଚାରିଲେ ସେମାନେ ଆଁ କରି ଅନାଇବେ। ଠାକୁର କୋପ କଲେ ବୋଲି କହି ବୁଲେଇ ଦେବେ। ଠାକୁରଙ୍କ ଦୟାରୁ ଯୁଆଡ଼େ ଜୁଆର ମାଡ଼ିଲାଣି, ଠାକୁରଙ୍କ ଦୟାରୁ ଅମୁକ ଲୋକ ବଞ୍ଚିଗଲା, ଏସବୁ ଅବାସ୍ତବ କଥାରେ ସେମାନଙ୍କୁ କେହି ପାରିବେନି। ଠାକୁର ଜୁଆରେ ରୋକିଦେଲେ, ବେଶୀ କିଛି ହେଲାନି ବୋଲି କହିବେ। ଆମେ ଆଜି ଯେଉଁଠି ପହଞ୍ଚିଛନ୍ତି ତାହା ପଛରେ ବିଶ୍ୱାସର ଅବଦାନ ନା ବିଜ୍ଞାନର ଅବଦାନ ରହିଛି ତାହା ସମସ୍ତଙ୍କୁ ଜଣାଅଛି। ବିଶ୍ୱାସ କହିବ ଜଗନ୍ନାଥ ମନ୍ଦିର ଚୂଳରୁ ପତିତ ପାବନ ବାନା ଉଡ଼ିଗଲେ ଅଶୁଭ ବୋଲି। ବିଜ୍ଞାନ କହିବ 200 କିଲୋମିଟର ବେଗରେ ପବନ ବହିଲେ କପଡ଼ା ତିଆରି ପତାକାଟିଏ ଉଡ଼ିଯିବ,
ନହେଲେ ଫାଟି ଫୋପଡ଼େ ଫାଡ଼ ଫାଡ଼ ହୋଇଯିବ। ଅବାସ୍ତବ ଅଯଥା ଅଯୁକ୍ତିକର କଥାରେ କିଛି ତଥାକଥିତ ଶିକ୍ଷିତ କେମିତି ଅନ୍ଧ ପାଲଟି ଯାଇଛନ୍ତି ତାହା ଏହି ଫନି ବାତ୍ୟା ପରେ ଦେଖିବାକୁ ମିଳିଥିଲା। କିଛି ଲୋକ କହିଲେ ଜଗତର ନାଥଙ୍କ କୃପାରୁ ପୁରୀରେ ଜୁଆର ମାଡ଼ିଲା ନାହିଁ। ହେଲେ ପ୍ରଶ୍ନ ଉଠୁଛି, କାହା କୃପାରୁ ଫନି ପୁରୀକୁ ଆସିଲା? କାହା କୃପାରୁ 200ରୁ ଅଧିକ ବେଗର ପବନ ପୁରୀ ସହରକୁ ଛାରଖାର କରିଦେଲା? କାହା କୃପାରୁ ହଜାର ହଜାର ଗରିବ ବୁଢ଼ାବୁଢ଼ୀ ଛୋଟ ପିଲା ଭୋକ ବିକଳରେ ଆଉଟ ପାଉଟ ହେଲେ? ଜୁଆରକୁ ଅଟକାଇ ପାରିବାର କ୍ଷମତା ରଖିଥିବା ଠାକୁର ନିଜ ଦେଉଳରେ ଲାଗିଥିବା ବାନାଟିକୁ କେମିତି ଅଟକାଇ ପାରିଲେ ନାହିଁ? ଏହାର ଉତ୍ତର ସେମାନେ ଦେଇପାରିବେ ନାହିଁ। ଜୁଆରକୁ ଅଟକାଇବାର କ୍ଷମତା ରଖିଥିବା ଠାକୁର ତାଙ୍କ ମନ୍ଦିରରେ ସୁରକ୍ଷା ବି କରିପାରିଲେ ନାହିଁ କେମିତି?